ପିଲାମାନେ ମୁଁ ଟିକେ ମୋର ପର୍ସନାଲ କାମରେ ବ୍ୟସ୍ତ ଥିଲି, ତେଣୁକରି ତୁମକୁ ଭିଡ଼ିଓ ଛାଡ଼ି ପାରିନଥିଲି ତୁମ ପାଇଁ। ମୁଁ ଆଜି ତୁମକୁ ଯେମିତି ପ୍ରୋମିସ୍ କରିଥିଲି ଯେ ଆଣିବି ତୁମ ପାଇଁ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ସ ଯେଉଁଟାକ ପରୀକ୍ଷାରେ ପଡ଼ିପାରେ, ମୁଁ ସେଇଭଳିଆ କୋଶ୍ଚିନ୍ ଆଜି ନେଇକି ଆସିଛି ଯେଉଁଟା ତୁମ ବହୁତ କାମରେ ଆସିବ। ସେତିକି ପ୍ରଶ୍ନ ପ୍ରାକ୍ଟିସ୍ କଲେ ସେଇ ଟାଇପ୍ର ପ୍ରଶ୍ନ ଏକ୍ଜାକ୍ଟଲି ସେଇଭଳିଆ ନ ଆସିଲେ ଏଇଟା ନ ଆସିଲେ ମଧ୍ୟ ସେଇ ଟାଇପ୍ର ପ୍ରଶ୍ନ ହିଁ ସବୁ ବର୍ଷ ପ୍ରାୟ ପରୀକ୍ଷାରେ ପଡ଼େ। ଗୋଟେ ମାଇଣ୍ଡରେ ସେଟଅପ୍ କର ଯେ ପରୀକ୍ଷାରେ ସବୁବେଳେ ଇଜି କୋଶ୍ଚିନ୍ ହିଁ ପଡ଼ୁଛି ହେଲା, ତ ବେଶୀ ଭିଡ଼ କୋଶ୍ଚିନ୍ ପଡ଼ିବନି। ତୁମେ ଏଇ ବହି କୋଶ୍ଚିନ୍ ହିଁ ପ୍ରାକ୍ଟିସ୍ କରିଗଲ, କିନ୍ତୁ MCQ ପାଇଁ ଥିଓରି ଉପରେ ଧ୍ୟାନ ଦିଅ। ତ ଯିବା, ବେଶୀ ଡେରି କରିବା, ଆଜି ଭିଡ଼ିଓ ଟିକେ ଲମ୍ବା ହେଇପାରେ। ତୁମମାନେ ଧୈର୍ଯ୍ୟର ସହ ଶୁଣିବ ଏବଂ ତୁମମାନେ ତା ପୂର୍ବରୁ ଯେଉଁମାନେ ନୂଆ ଆସିଛ ଟିକେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ ଏବଂ ଲାଇକ୍ ସେୟାର କରିଦିଅ, ଯାହାଫଳରେ ଅନ୍ୟ ପିଲାଙ୍କ ପାଖରେ ପହଞ୍ଚିବ। ଠିକ୍ ଅଛି, ଯିବା। ତ ଆମର ଦେଖ ଯେ ଆମର ଅନୁଶୀଳନୀ 1A, ଅନୁଶୀଳନୀ 1Aରୁ ପିଲେ କୌଣସି ଟାଇପ୍ର ଲଙ୍ଗ୍ କୋଶ୍ଚିନ୍ ପଡ଼େ ନାହିଁ। ଏଇ ଯେଉଁ କୋଶ୍ଚିନ୍ ଗୁଡ଼ା ଯାହା ସବୁ 1 ନମ୍ବର କୋଶ୍ଚିନ୍ ହେଉ କି 2 ନମ୍ବର କୋଶ୍ଚିନ୍ ହେଉ, ଏଇ ସବୁ ଜିନିଷ ପ୍ରାୟ ସର୍ଟ କୋଶ୍ଚିନ୍ MCQରେ ପଡ଼େ। ଅନୁଶୀଳନୀ 1Aରୁ କୌଣସି ଲଙ୍ଗ୍ କୋଶ୍ଚିନ୍ କେବେ ପଡ଼ିବ ନାହିଁ। ତୁମମାନେ କେବଳ ସର୍ଟ କୋଶ୍ଚିନ୍ ହିଁ ପଡ଼େ, ସର୍ଟ କୋଶ୍ଚିନ୍। ଏଇ ଯେଉଁ ଦେଇଛି ଏଠି ଦେଖ, ସବୁଠୁ ଇମ୍ପୋର୍ଟାଣ୍ଟ ହେଉଛି ଏଥିରେ 4 ନମ୍ବର ପ୍ରଶ୍ନ। 4 ନମ୍ବର ପ୍ରଶ୍ନରୁ ରିପିଟେଡ଼ଲି କେତେଟା ପ୍ରଶ୍ନ ଅଛି ଯେଉଁଟାକି ସବୁ ବର୍ଷ ପରୀକ୍ଷାରେ ପଡ଼ୁଛି। ଦେଖ, ଯେମିତି ଆଇଟା ହେଲା, ଡବଲ୍ ଆଇଟା ହେଲା, ମୁଁ ଏରା ସବୁ ମୋର ଭିଡ଼ିଓରେ ସବୁ ପଢ଼େ, ସର୍ଟକଟ୍ ଟ୍ରିକ୍ ବତେଇଛି। ଏଇ ପ୍ରଶ୍ନ ସବୁବେଳେ ପ୍ରାୟ ପଡ଼େ ହେଲା, ତ ଏରା ଟିକେ ଦେଖିଦେବ। ତାପରେ 5 ନମ୍ବର ଗଲା, 6 ନମ୍ବର, 7 ନମ୍ବର, ଏଇ 7, 8, 9 ଏଇ ଯେଉଁ ଭେରାଇଟିର କୋଶ୍ଚିନ୍ କେର ମାନ ସ୍ଥିର କରିବା ପାଇଁ ହେଲା, କେର ମାନ ସ୍ଥିର କରିବା ପାଇଁ ଗୋଟେ ଯେଉଁ ଅନନ୍ୟ ସମାଧାନ ହେଲେ, ଆଉ ଗୋଟେ ଅସଂଖ୍ୟ ସମାଧାନ ହେଲେ, ଆଉ ଗୋଟେ ଅସଙ୍ଗତ ହେଲେ, ଏଇଭଳିଆ ପ୍ରଶ୍ନ ନିହାତି ଗୋଟେ ପଡ଼ିଆଟା ପଡ଼ିବ କେର ମାନ ସ୍ଥିର କରିବା ପାଇଁ। ତ ଏଇଥିରୁ ବେଶୀ ନାହିଁ, ସବୁଥିରୁ ଗୋଟେ ଗୋଟେ ପ୍ରାକ୍ଟିସ୍ କରି କେମିତି ହେଉଛି ସେଇଟା ବୁଝିନିଅ, ସେଇ ଅନୁସାରେ ତୁମେ କରିପାରିବ। ଠିକ୍ ଅଛି, 1Aରୁ କୌଣସି ଲଙ୍ଗ୍ କୋଶ୍ଚିନ୍ ପଡ଼ିବ ନାହିଁ। ଆମେ ଯିବା 1B। 1Bରେ ତୁମେ ଜାଣିଛ ପ୍ରତିକଳ୍ପନ, ଅପସାରଣ, ବଜ୍ରଗଣନ ଏସବୁ ପ୍ରଣାଳୀ ଅଛି। ପ୍ରାୟ ଟାଇମ୍ ପ୍ରତିକଳ୍ପନ ଏଇଟା ପଡ଼େ ନାହିଁ, ବଜ୍ରଗୁଣନ ପଡ଼େ ନାହିଁ। ଯଦି ତ ସେମିତି ଲକ୍ ଭଲ ଥିବ ଏଇଟା ସୁଜା କୋଶ୍ଚିନ୍ ଗୁଡ଼ା ପଡ଼େ, କିନ୍ତୁ 3 ନମ୍ବର ବଜ୍ରଗୁଣନ ପ୍ରଣାଳୀ ପଡ଼ିପାରିବ। ଗୋଟେ ପ୍ରାକ୍ଟିସ୍ କରିଦେଲେ ତୁମେ ସେଇ ଅନୁସାରେ କରିପାରିବ। ଠିକ୍ ଅଛି ପିଲାମାନେ, ବଜ୍ରଗୁଣନ ପଡ଼ିବ। ନହେଲେ 4 ନମ୍ବର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପିଲେ, 4 ନମ୍ବରର କେତେଟା ପ୍ରଶ୍ନ ମୁଁ ତୁମକୁ କହୁଛି, ସେଇଟା ସବୁବେଳେ ପ୍ରାୟ ପରୀକ୍ଷାରେ ପଡ଼େ। ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଲା 4 ନମ୍ବର IV, ଡବଲ୍ I, ଟ୍ରିପଲ୍ I ଆଉ I। ଏରା ସବୁ ପିଲେ ତୁମ ଖାତାରେ ବହିରେ ଠିକ୍ ମାରିଦେବ। ଏଇଭାবে ପ୍ରାକ୍ଟିସ୍ କରିକି ହିଁ ପରୀକ୍ଷାକୁ ଯିବ ହେଲା। 4 ନମ୍ବର I, ଡବଲ୍ I, ଟ୍ରିପଲ୍ IV। ପ୍ରାୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପିଲାମାନେ ହେଉଛି 4 ନମ୍ବରର IV। ଏଇ ପ୍ରଶ୍ନ ସବୁବେଳେ ପରୀକ୍ଷାରେ ଏଇଭଳିଆ ପଡ଼େ। ଠିକ୍ ଅଛି, ଯିବା ଆମେ ପରବର୍ତ୍ତୀ। ଦେଖ, 4 ନମ୍ବରର ଆଉ ଗୋଟେ ପ୍ରଶ୍ନ ଅଛି, ଠିକ୍ ମାରିଦେବ ପିଲା, ସେଇଟା ହେଉଛି ଗୋଟେ IX। କ'ଣ IXଟା ହିଁ ପରୀକ୍ଷାରେ ପଡ଼ିଲା ଭଳିଆ ପ୍ରଶ୍ନ ଗୋଟେ ହେଲା। ଠିକ୍ ଅଛି, ଆଉ ଡିଟରମିନାଣ୍ଟ ନିହାତି ଗୋଟେ 1 ମାର୍କ ପରୀକ୍ଷାରେ ପଡ଼ିବ। କ୍ରେମର୍ସ ନିୟମ ବି ପଡ଼ିପାରେ। ଠିକ୍ ଅଛି, ଯଦି ତୁମର 4 ନମ୍ବର ନ ପଡ଼ିଲା ତା ଅରେ କ୍ରେମର୍ସ ନିୟମ ନହେଲେ ବଜ୍ରଗୁଣନ ପଡ଼ିବ। ଠିକ୍ ଅଛି, ତୁମେ ତ କୋଶ୍ଚିନ୍ ପ୍ୟାଟର୍ନ ଜାଣିଛ ହେଲା, ଏଇଥିରୁ ତୁମେ ପ୍ରାକ୍ଟିସ୍ କରିଯାଅ। ବଜ୍ରଗୁଣନ ଗୋଟେ, ପ୍ରତିକଳ୍ପନ ଗୋଟେ, ଅପସାରଣ ଗୋଟେ, ସବୁଥିରୁ ଗୋଟେ ପ୍ରାକ୍ଟିସ୍ କରିଗଲେ ପ୍ରାୟତଃ 4 ନମ୍ବର ହିଁ ପଡ଼େ। ଠିକ୍ ଅଛି, ଯିବା ପରବର୍ତ୍ତୀ ପ୍ରଶ୍ନକୁ। ତ ଯିଏ 4B ପ୍ରାକ୍ଟିସ୍ କରିଥିଲା ତାର 4Cର ଆବଶ୍ୟକ, 4B କହୁଛି 1B ପ୍ରାକ୍ଟିସ୍ କଲେ 1Cର ଆବଶ୍ୟକ ନାହିଁ। ତଥାପି 1Cର କେତେଟା ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ମୁଁ ଦେଉଛି ହେଲା। ଗୋଟେ ହେଲା 4 ନମ୍ବର, ତାପରେ 10 ନମ୍ବର, 12 ନମ୍ବର, 16 ନମ୍ବର। କ'ଣ 10 ନମ୍ବର, 12 ନମ୍ବର, ଆଉ ଗୋଟେ ହେଲା କ'ଣ 16 ନମ୍ବର। ଏଟା ଟିକେ ଭିଡ଼ିଓ ତୁମେ ଇଏ କରିକି ଦେଖିଦେବ। ଠିକ୍ ଅଛି, ଏ ହେଲା ଗୋଟେ 16 ନମ୍ବର। ଯିବା
ଗୋଟେ ମିନିଟ୍ ପିଲାମାନେ। या परवर्ती ये गला प्रथम अध्याय सरल सहज तापर आसला आमर द्विघात समीकरण तार देखियो प्लान तुमे एटा बहुत गुरुत्वपूर्ण प्ले एतिक तुम मन रखियो एतिक प्लान तो मन रखियो मूलद्वार स्वरूप एतिक प्रश्न निहाती सब वर्ष सटाई पड़ुची माने पड़िबो 100% पड़िबो पिला माने 100% पड़िबो एटा हला इम्पोर्टेंट हला सब वर्ष पड़ुची ए मूलद्वार स्वरूप को नहीं क्वेश्चन प्रभेद को नहीं क्वेश्चन तो निहाती करिवो तो आम जिया लॉन्ग टाइम को यही सूत्र ही मन रखियो पिला माने मूलद्वार हमर जेमति कि मूलद्वार समष्टि तापर हला मूलद्वार गुणफल हला मूलद्वार गुणफल आउ से अनुसार एठी जो अछि हमर ए जो पांचटा सूत्र हमर अछि कोन अल्फा प्लस बीटा अल्फा इनटू बीटा गला एटा 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 अल्फा माइनस बीटा अल्फा स्क्वायर प्लस बीटा स्क्वायर अल्फा स्क्वायर एरा सब मन रखि दबो जदि तमे एक्चुअली एई केमिति एटा बाहर ची सेई जिंस तो मन रखिथिबो पिला माने तुमे कदापि घोषिया दरकार नहीं तो परीक्षा रे ऑन द स्पॉट तैयारी कर परियो सूत्र सब जिंस घोषिले होबो नाही ये भी जोड़े सूत्र अच्छे अल्फा क्यू प्लस बीटा क्यू अल्फा बाय बीटा प्लस बीटा एटा सब मन रखिबो ठीक अछि जिबा हमें 2 रो ए 2 रो ए रे पिला पिला माने हमर 2 रो ए रे पिला माने हमर 2 नंबर सबटु गुरुत्वपूर्ण एमसीक्यू पई ये 2 नंबर हला एमसीक्यू पई गुरुत्वपूर्ण हला एटा पड़ियो मूल समीकरण निरूपण कर नेले एम रो मान गोटे मूल 2 हेले पी रो मान ए को अभिन्न हेले सी रो मान ए सब जिंस निहाती पड़ियो ठीक अछि 2 नंबर आ गोटे हला 3 नंबर एरा सब एमसीक्यू पे निहाती दरकार ठीक अछि जिबा परीक्षा रे एक्जेक्टली प्रश्न प्ले बेले पकई दोची एटी 1 बाय अल्फा मो करजी मो वीडियो सबरा कर देची ए समीकरण रा भी करजी वीडियो रे देखि परियो हां एबे आसिला पिला ने सबुठो गुरुत्वपूर्ण सब वर्ष पढुची एवं पढुची माने 100% पढियो मध्य से हला 4 पूर्ण वर्ग रे प्रकाश करी समाधान कर कोन पूर्ण वर्ग रे प्रकाश करी समाधान बेले बेले एटा पढियो मध्य एमिति लिखि दबो श्रीधर आचार्य प्रणाली को प्रणाली श्रीधर आचार्य प्रणाली ठीक अच्छे पे यही प्रणाली पचार पूर्ण वर्ग ना श्रीधर आचार्य प्रणाली है से 4 नंबर तो गोटे बुझे सब कर तथापि मुझे कहीदे गोटे आईवी डबल आई यहाँ गुरुत्वपूर्ण ये बेले बेले प्रश्न दे 5 नंबर दे कह पूर्ण वर्ग कर पूर्ण वर्ग पर 100 ରୁ 100% पड़ो भेरी भेरी इंपोर्टेंट 100% पड़ो ये है दुई सब वर्ष यही द्विघात समीकरण रू पूर्ण वर्ग प्रकाश कर समाधान प्रणाली पड़ुची तुम पूर्व क्वेश्चन उठे देखिपर तापर नेक्स्ट ये तो एमती आउ गुरुत्वपूर्ण प्रश्न किसी ना अच्छी परीक्षा तथापि तमे जदि चाहूच 17 18 19 ये 3टा प्रैक्टिस कर परियो 17 18 19 ना पूर्ण वर्ग निहाती पड़ो गोटे 16 भी हम 17 भी हम 18 यहाँ गोटे पिला पड़ुची मन रखिता आपको बेस करके 18 नंबर को बेस कर सर्ट ही पड़ुची यहाँ गोटे मूल अपर भर संपर्क कौन तो आर गोटे सर्ट ट्रिक मन रख संपर्कटा केमती हम ना आग लिखिदेव बी स्क्वायर इक्वल टू एसी खाली आम सहग बस ये जी गुण देठी बसईदेव तापर ये है कौन से गुण प्लस 1 रो होल स्क्वायर
ଦେଖୁନ ଏଠି ଦେଇଛି ନା 4 ଗୁଣ 4 ବସିଲା 4 + 1 25 5ର ସ୍କୋୟାର 25 ଦେଇଛି ନା ଦେଇନି ଏଠି ମନେକର ଏଇଟା ଦେଖ ଏଠି ଏମିତିଆ କ୍ୱେଶ୍ଚିନ୍ ଦେଇଛି ମନେକର ଆମର ସୂତ୍ର ହେଲା କ'ଣ ଆଚ୍ଛା ଯଦି ମୁଁ ସୂତ୍ରଟା ଲେଖିଦେବି ଏଠି ପିଲାମାନେ ମୁଁ ସୂତ୍ରଟା ଲେଖୁଛି ଦେଖ ଏ ସୂତ୍ରଟା ତୁମେ ଟିପିଦେବ କ'ଣ ଯେତିକି ଗୁଣ n ଗୁଣ ଦେଇଛି ମନେକର nb ସ୍କୋୟାର ଇକ୍ୱାଲ୍ ଟୁ n + 1ର ହୋଲ୍ ସ୍କୋୟାର ଇଣ୍ଟୁ ଏସି ଏଇଟା ହେଲା ସୂତ୍ର କାହା ପାଇଁ ନା ଏଇ କ୍ୱେଶ୍ଚିନ୍ର ସର୍ଟକଟ୍ ଟ୍ରିକ୍ ଦେଖ ଏଇଟାକୁ ଆମେ ପ୍ରୟୋଗ କରି ଦେଖିବା ଏଠି a କେତେ ନା 1 b କେତେ -b c କେତେ q ଦେଖ ପକେଇବା 2 ଗୁଣ ଦେଇଛି ତାହେଲେ 2 b ର ସ୍କୋୟାର ମାନେ -p ର ସ୍କୋୟାର ହେଲା କେତେ p ସ୍କୋୟାର ଇକ୍ୱାଲ୍ ଟୁ n + 1 2 + 1 ହେଲା 2 + 1 3 ର ସ୍କୋୟାର ହେଲା 9 ଏସି a ହେଲା a ଗୁଣ 9 ଗୁଣନ a ଗୁଣନ c ର ମୂଲ୍ୟ ହେଲା q ହେଉଛି ନା ନାହିଁ 9q ଦେଖ 2p ସ୍କୋୟାର ଇକ୍ୱାଲ୍ ଟୁ 9q ହେଉଛି ନା ଏଠି ଦେଇଛି ତ ଏଇ ଟ୍ରିକ୍ଟା ମନେ ରଖ ପିଲେ ଡାଇରେକ୍ଟ କ୍ୱେଶ୍ଚିନ୍ ପଚାରେ ସର୍ଟ ଟାଇପ୍ ମଧ୍ୟ ଏବଂ ଲଙ୍ଗ ଟାଇପ୍ ମଧ୍ୟ ପଢ଼ିପାରିବ ଠିକ୍ ଅଛି ତୁମେ ଏଇଥିରୁ ଲେଖିଦେବ ଯିବା 19 ନମ୍ବରର 19 ନମ୍ବରର ଡବଲ୍ ଆଇଟା ପଡ଼ିବ ପିଲେ ଡବଲ୍ ଆଇଟା ପଡ଼ିପାରେ ଡବଲ୍ ଆଇ 19 ନମ୍ବର ଡବଲ୍ ଆଇ ଟ୍ରିପଲ୍ ଆଇ ଇଏ ବୋଧେ ପଡ଼ିଲା ଲାଗି କ୍ୱେଶ୍ଚିନ୍ କିନ୍ତୁ ପ୍ରାୟ 4 ନମ୍ବର ପୂର୍ଣ୍ଣ ବର୍ଗ ପ୍ରକାଶ କରି ତାର ନେକ୍ସଟ ଯିବା 2ର ବି ଏମିତି ପାଟିଗଣ ଯଦି ସେଇଟା 4 ନମ୍ବର ପଡ଼ୁଛି ତାହେଲେ ଏଇଟା ପାଟିଗଣରେ ପ୍ରାୟ ନ ପଡ଼ିପାରେ ତଥାପି ଖାଲି ପ୍ରାକ୍ଟିସ୍ କରିବା ପାଇଁ ସବୁ ପ୍ରାକ୍ଟିସ୍ କରି ଗଲେ ଭଲ କିନ୍ତୁ ଯଦି ତୁମେ କିଛି ଏକ୍ସଟ୍ରା ଜାଣି ଚାହୁଁଛ ଗୋଟେ ହେଲା 4 ନମ୍ବର ଆଲଫା ବିଟା ଗଣିତ ଆଉ ଗୋଟେ ହେଲା 5 ନମ୍ବର 11 ନମ୍ବର 12 ନମ୍ବର 16 ନମ୍ବର 11 ନମ୍ବର 12 ନମ୍ବର ଆଉ ଗୋଟେ ହେଲା ପିଲାମାନେ 16 ନମ୍ବର ଇଏ ହେଉଛି ଲଙ୍ଗ ଟାଇପ୍ ପଡ଼ିଲା ଲେଖେ କ୍ୱେଶ୍ଚିନ୍ ଆଉ 17 ନମ୍ବରର ପିଲା 17ଟା ଲଙ୍ଗ ଟାଇପ୍ କିନ୍ତୁ ଆମେ ସବୁତକ ପଢ଼ିବା କିଛି ଆବଶ୍ୟକ ନାହିଁ ତଥାପି ତୁମେ ଦେଖିବାକୁ ଯଦି ଚାହୁଁଛ ଏଥିରୁ ଆଇ ଏଇଟା ଆଉ ଗୋଟେ ହେଲା ଏଇଟା ଆକୁ ବେସ୍ କରିକି MCQ ମଧ୍ୟ ପଡ଼େ ଏମିତି ଦେଇଥିବ କହିବ ଆଉ ନିର୍ମଳରେ କେଉଁ ସରଳ ଲେଖାଟା ହେବ ବୁଝିଲା 2ର ବି ଇଏ ହେଲା ଦ୍ୱିତୀୟ ଅଧ୍ୟାୟ ସରିଲା ବର୍ତ୍ତମାନ ଏପିର ପିଲେ ଗୋଟେ ଉଦାହରଣ ଅଛି ଏଇ ଉଦାହରଣଟା ମଧ୍ୟ 9ଟା ମଧ୍ୟ ପଢ଼ିପାରିବ ପ୍ରମାଣ କରିବା ପାଇଁ ଆଉ ଏଇ ଉଦାହରଣଟା ମଧ୍ୟ ପଢ଼ିପାରିବ ଉଦାହରଣ 8 ମଧ୍ୟ ପଢ଼ିପାରିବ ସେ ପ୍ରାକ୍ଟିସ୍ କରିଦେଇଥିବ କିନ୍ତୁ ଏପିର ଆମର ଯେଉଁ ଦେଇଛି ସର୍ଟ ଟାଇପ୍ରେ ମଧ୍ୟ ଏଇ MCQରେ ଡି ବିଷୟରେ ପ୍ରଶ୍ନ ପଡ଼ିପାରେ ଏବଂ ଆମର ଏଇ 8 ନମ୍ବରରୁ MCQରେ ପଡ଼ିପାରେ ପ୍ରାୟ ବେଳେବେଳେ ଏମିତି ଗୋଟେ ଲଙ୍ଗ ଟାଇପ୍ କରିବା ପାଇଁ ମଧ୍ୟ ଏମିତି ଏଇଟା ଦେଇଥିବ ନହେଲେ ଏଇଟା ଦେଇଥିବ ଲଙ୍ଗ ଟାଇପ୍ କର ଏଇଟା ଲଙ୍ଗ ଟାଇପ୍ କରିବା ପାଇଁ ମଧ୍ୟ ବେଳେବେଳେ ଦେଇଦିଅ ନହେଲେ ସର୍ଟ ଟାଇପ୍ ବି ପକାଏ ଏଇଟା ସହଜ କ୍ୱେଶ୍ଚିନ୍ କିଛି ପଡ଼ିବ କିଛି ଅସୁବିଧା ନାହିଁ ଏଇଟା ମଧ୍ୟ ଗୋଟେ ଲଙ୍ଗ ଟାଇପ୍ ପଡ଼ିପାରେ ପିଲାମାନେ TN ଦେଇଥିବ SN ବାହାର କରିବା ପାଇଁ ନହେଲେ ଏଇଠି ଗୋଟେ ଦେଇଥିବ SN ଦେଇଥିବ TN ବାହାର କରିବା ପାଇଁ ଏହା ସର୍ଟ କ୍ୱେଶ୍ଚିନ୍ ପଡ଼ିପାରିବ ଆଉ ଲଙ୍ଗ କ୍ୱେଶ୍ଚିନ୍ ମଧ୍ୟ ପଡ଼ିପାରିବ ଏଇଥିରୁ ମଧ୍ୟ ଏଇଠି ଏଇଟା ପ୍ରାୟ ପଡ଼େନି କିନ୍ତୁ କୌଣସି ଏପି ଦେଇଥିବ କହିବ ଆର ଯୋଗଫଳ ବାହାର କର ଏମିତି ହେଇଥିବ ଆଉ ତାର ଯଦି ଆମେ ଲଙ୍ଗ ଟାଇପ୍ ବିଷୟରେ ଆଉ ଦେଖିବା 12 ନମ୍ବର ଆଇ ଏମିତି ଏଇଟା ମନେ ରଖିବ 3ଟା ହେଇଥିଲେ କ'ଣ ଯେଉଁ 6ଟା ହେଇଥିଲେ କ'ଣ 4ଟା ହେଇଥିଲେ ଏଇ 4ଟା 1 2 3 4 ଏଇ 4ଟା ହେବ ମନେ ରଖିଥିବ 6ଟା ହେଇଥିଲେ ଏଇ 6ଟା ଦେଇଛି ପରୀକ୍ଷାରେ ଦେବନି ନା ମନେ ରଖିଥିବ ସେଇଟା ଦେଖ ତାପରେ
22 ନମ୍ବରର ट्रिपल आई IV V ଆଉ 23 ନମ୍ବର ବୁଝିଲା ପିଲାମାନେ। ନେକ୍ସଟ 25 ନମ୍ବର ବି ବେଳେବେଳେ ପଡ଼େ। ଆଉ ଗୋଟେ ହେଲା ଇମ୍ପୋର୍ଟାଣ୍ଟ ହେଲା 27 ନମ୍ବର। 27 ନମ୍ବରଟା ଗୋଟେ ବର୍ଷ ପରୀକ୍ଷାରେ ଏବେ ପଡ଼ିଥିଲା, ବୋଧେ ଆ ପୂର୍ବ ବର୍ଷ ତାର ବର୍ଷ ପଡ଼ିଥିବ। ଠିକ୍ ଅଛି ପିଲାମାନେ। ଆଉ ନେକ୍ସଟ ଯେ ଅନ୍ତର ସୂତ୍ର ମଧ୍ୟ ମନେ ରଖିବ, ସର୍ଟ ଟାଇରେ ପଡ଼ିବ। ତାପରେ ତମେ ଟିକେ ଏଇଟା ମୁଁ ସ୍ପିଡ଼ି ଯାଉଛି କାରଣ ଭିଡ଼ିଓ ବହୁତ ଲମ୍ବା ହେଇଯିବ, ନହେଲେ ତୁମମାନଙ୍କର ଟାଇମ୍ ନାହିଁ, ପଢ଼ାପଢ଼ି ଚାଲିଥିବ। ଏଇ ଯେଉଁ 2 ନମ୍ବରର ଏଇଥିରୁ ଗୋଟେ ସର୍ଟ କୋଶ୍ଚିନ୍ ନିହାତି ପଡ଼ିବ, ଏମିତିଆ ସର୍ଟ କୋଶ୍ଚିନ୍ ନିହାତି ଗୋଟେ ପଡ଼ିବ। ଆଉ ଏଇଟା ଗୋଟେ ଲଙ୍ଗ ଟାଇପ୍ ପଡ଼ିଲା କୋଶ୍ଚିନ୍। ତାପରେ 4 ନମ୍ବରର 1 2 3 ତାପରେ ହଁ ଯଦି ଭଗବାନଙ୍କୁ ଡର ଏପିରୁ ଏଇ କୋଶ୍ଚିନ୍ ହିଁ ପଡ଼ୁ, ବହୁତ ସୁଜା କୋଶ୍ଚିନ୍ ଏଇତିକ। ଏପିରୁ ଏଇ କୋଶ୍ଚିନ୍ ପଡ଼ିଲେ ବହୁତ ସୁଜା କୋଶ୍ଚିନ୍। ଆଉ 10 ନମ୍ବର ଗୋଟେ ଏତିକ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଏପିର। ଠିକ୍ ଅଛି, ଯିବା ପରବର୍ତ୍ତୀ ପ୍ରଶ୍ନ, ପରବର୍ତ୍ତୀ ଅଧ୍ୟାୟକୁ ଗଲା ଆମର ସମ୍ଭାବ୍ୟତା। ସମ୍ଭାବ୍ୟତା 4ର A କେବଳ 4ର Aରେ ସେମିତି ଲଙ୍ଗ ଟାଇପ୍ କୋଶ୍ଚିନ୍ ନାହିଁ, ଏଇଥିରୁ କେବଳ MCQ ପଡ଼େ। ମନେ ରଖିଥିବ ଏଇ ସମ୍ଭାବ୍ୟତାର ବହୁତ ସହଜ, ସମ୍ଭାବ୍ୟତା ବହୁତ ସହଜ। ଦେଖ ଏବଂ ଏଇ ଧର୍ମ ଗୁଡ଼ିକ ଟିକେ ମନେ ରଖିବ ପିଲାମାନେ, ଇମ୍ପୋର୍ଟାଣ୍ଟ। ଏଇଥିରୁ ବେଳେବେଳେ ସର୍ଟ ଟାଇପ୍ ପଚାରି ଦିଏ, ଏଇଟା ପ୍ରାୟ ପଚାରେ ହେଲା। ଆଉ ଏଇ ସୂତ୍ରକୁ ବେସ୍ କରିକି ଲଙ୍ଗ ଟାଇପ୍ ପଡ଼ିବ। ତାକୁ ବେସ୍ କରି କ'ଣ ଲଙ୍ଗ ଟାଇପ୍ ଦେଖିବା। ଦେଖ ଉଦାହରଣ ବି ଏଇଠି, ଏଇଟା MCQ ପଡ଼ିଲା ଲାଗେ ପ୍ରଶ୍ନ, ଠିକ୍ ଭୁଲ କୋଉଟା। ତାପରେ 6 ନମ୍ବର 7 ନମ୍ବର। ତାପରେ ଦେଖ ଏପଟକୁ 15 ନମ୍ବର 16 ନମ୍ବର କିମ୍ବା ଲାଗିଥିଲେ ସେଇ ସୂତ୍ରଟା ମୁଁ ସର୍ଟ ଟାଇପ୍ରେ ମଧ୍ୟ କହିଥିଲି ଯେ କ'ଣ E1 ୟୁନିୟନ E2ର ଏଇ ସମ୍ଭାବ୍ୟ ସୂତ୍ର କେତେବେଳେ ପଡ଼େ, ଯେଉଁଠି କିମ୍ବା ଲାଗିଥିବ ପ୍ରଶ୍ନରେ। ତା ପୂର୍ବଟା ହେଉଛି E1, ତା ପରଟା ହେଉଛି E2। ସୂତ୍ର କ'ଣ, P of E1 ପ୍ଲସ୍ P of E2 ପ୍ଲସ୍ ପ୍ଲସ୍ କହୁଛି E2 ମାଇନସ୍ P of E1 E2 ଏ ସୂତ୍ର ପଡ଼ିବ। ଠିକ୍ ଅଛି, ଏତିକି ହେଉଛି ସମ୍ଭାବ୍ୟତାର ଇମ୍ପୋର୍ଟାଣ୍ଟ। ତାପରେ ଯିବା ମାଧ୍ୟମାନ ପରିସଂଖ୍ୟାନ। ଦେଖ ପରିସଂଖ୍ୟାନରେ ଏଇଟା ଗୋଟେ ପିଲା ମନେ ରଖିବ, ଏଇଠି ଉଦାହରଣ ହେଲା। ତାପରେ ପରିସଂଖ୍ୟାନର ପିଲେ 2 ନମ୍ବରରେ ଯେଉଁ ପ୍ରଶ୍ନ ଦେଇଛି 100ରୁ 100% ଏଇଥିରୁ ହିଁ MCQ ପଡ଼ୁଛି 100%। ପ୍ରିଭିୟସ୍ ଇୟର୍ କୋଶ୍ଚିନ୍ କାଢ଼ିକି ଦେଖିପାରିବ, ଏଇଠି ଏଇରାକ ସବୁ ପ୍ରାୟ ଟାଇମ୍ ପଡ଼େ। 2 ନମ୍ବରରୁ ହିଁ ପରିସଂଖ୍ୟାନ କୋଶ୍ଚିନ୍ ପଡ଼ିବ ହେଲା। ଏଇଠି ଏଇରାକ ପିଲେ ମନେ ରଖିବ ତମେ, ଏଇଠି ଡାଇରେକ୍ଟ କୋଶ୍ଚିନ୍ ଏଥିରୁ ପଡ଼ୁଛି। ଏଇ ପ୍ରଶ୍ନଟା ସବୁ ବର୍ଷ ଡାଇରେକ୍ଟ ପଡ଼ୁଛି। କେଉଁ ପ୍ରଶ୍ନଟା, ଦେଖ ଏଇ ପ୍ରଶ୍ନଟା ସବୁ ବର୍ଷ ପଡ଼ୁଛି। ଏଇଟା ଏ ବି ଦେଇଛି, ଏ ବି ନଦେଲେ ମଧ୍ୟ ସଂଖ୍ୟା ଦେଇଥିବ, ମୁଁ ମୋ ଭିଡ଼ିଓରେ କରିଛି, ପ୍ରିଭିୟସ୍ ଭିଡ଼ିଓରେ ଦେଖିପାରିବ। ଏଇ ପ୍ରଶ୍ନଟା ଏମିତି ଦେଇଥିବ ବୋଲି ପିଲାମାନେ ଆଖି ମୁଜିକି 1000 ଲେଖିଦେବ। ଏଇ ପ୍ରଶ୍ନ ଡାଇରେକ୍ଟ ପଡ଼େ, ଉତ୍ତର 1000 ହେବ। ଆଉ ଗୋଟେ ଏଇଟା ଗୋଟେ ପଡ଼ିବ। 2 ନମ୍ବରଟା ସବୁତକ ଯେମିତି ହେଲେ ମୁଖସ୍ଥ କରି ଯିବ, ପ୍ରାକ୍ଟିସ୍ କରି ଯାଇଥିବ। ଠିକ୍ ଅଛି, ତାପରେ ଯିବା ଲଙ୍ଗ ଟାଇପ୍। ଦେଖ ଲଙ୍ଗ ଟାଇପ୍ରେ ମାଧ୍ୟମାନର ପଡ଼ିବ ଆମର ଯେଉଁଟା ସମ୍ଭାଗ ବିସ୍ତାର ବାଲା, ସଂକ୍ଷିପ୍ତ ପ୍ରଣାଳୀ ନିର୍ଣ୍ଣୟ କର, ସୋପାନ ବିଚ୍ୟୁତି ପ୍ରଣାଳୀ ନିର୍ଣ୍ଣୟ କର, କି ନହେଲେ ବିଚ୍ୟୁତି ପ୍ରଣାଳୀ ନିର୍ଣ୍ଣୟ କର। ତମେ ଯେଉଁଥିରେ ପ୍ଲେନ୍ ଯେଉଁଥିରେ ଥିବ, ଏଇ 10 ନମ୍ବର 11 ନମ୍ବର।
ଏଇଟା ଗୋଟେ ଆଉ 16ଟା ମୁଁ ଉଦାହରଣରେ ଅଛି ବୋଲି କହିଛି। ଠିକ୍ ଅଛି ଏଗୁଡ଼ିକ। ନେକ୍ସଟ ଯିବା ମଧ୍ୟମାର ଓଜିଭି ତ ପଡ଼ିବନି କାରଣ ଗ୍ରାଫ୍ ଦେବେନି ସେମାନେ। ଆଉ ସର୍ଟ ଟାଇପ୍ରେ 2 ନମ୍ବର ଦେଖିବ, 3 ନମ୍ବର ମଧ୍ୟମା ନିର୍ଣ୍ଣୟ କରିବାକୁ। ଲଙ୍ଗ ଟାଇପ୍ରେ 3 ନମ୍ବର ଟ୍ରିପଲ ଆଇ ଗୋଟେ, ଆଉ ଗୋଟେ 5 ନମ୍ବର ଗୋଟେ, ତାପରେ ଏଇ ଅତି ସହଜରେ 6 ନମ୍ବର। ଓଜିଭି ତ ପଡ଼ିବନି ବୋଲେ 6 ନମ୍ବର ଭଳିଆ ଏଇଟା 8 ନମ୍ବର ବି ଅଛି, ତ ସେଗୁଡ଼ାକ ମୁଁ ବାରମ୍ବାର କହୁନି, ସେଇଥିରୁ ଗୋଟେ ପ୍ରାକ୍ଟିସ୍ କଲେ ସବୁତକ ହେଇଯିବ। ତାପରେ ଗରିଷ୍ଠକରେ ପିଲାମାନେ କିଛି ପଡ଼ିବ ନାହିଁ ହେଲା। ଗରିଷ୍ଠକରେ ସର୍ଟ ଟାଇପ୍ କେବଳ ପଡ଼ିବ, କିନ୍ତୁ ଏଇ ସୂତ୍ରଟି ପିଲା ମନେ ରଖିବ। ଆକୁ ନେଇକି ବହିରେ କୌଣସି ଗଣିତ ନାହିଁ, କିନ୍ତୁ ପରୀକ୍ଷାରେ ସର୍ଟ ଟାଇପ୍ ପଡ଼ୁଛି ହେଲା। ଗରିଷ୍ଠକରେ ଖାଲି ଆମର ଗୋଟେ କ୍ୱେଶ୍ଚିନ୍ ପଚାରେ MCQରେ, ଗରିଷ୍ଠକ 1 ମାର୍କ, ହେଲେ ବି ଆମ ପାଇଁ 1 ମାର୍କ ବହୁତ ଇମ୍ପୋର୍ଟାଣ୍ଟ। ତ ଯିବା ପରବର୍ତ୍ତୀ, ଆମର ହେଲା 6ରେ ଆମର ଦୂରତା ପାଇଁ ଆମର ମୂଳ ବିନ୍ଦୁ ଠାରୁ ଦୂରତା ପାଇଁ MCQ ପଡ଼ିବ, ଏବଂ ଲଙ୍ଗ ଟାଇପ୍ରେ ସମକୋଣୀ ତ୍ରିଭୁଜ ଦର୍ଶାଇବା ପାଇଁ ପଡ଼ିବ। ଦେଇଥିବ ତ୍ରିଭୁଜ ଦର୍ଶାଇବା ଉପରେ କେଉଁ ପ୍ରକାର ତ୍ରିଭୁଜ, ସମକୋଣୀ ହଉ, ସମବାହୁ ହଉ, ସମଦ୍ୱିବାହୁ ହଉ, ଏଇ ତ୍ରିଭୁଜ ଦେଖିବା ପାଇଁ ପ୍ରୋସେସ୍ ଗୋଟେ। ତ୍ରିଭୁଜର 3ଟା ଯାକ ବାହୁ ବାହାର କରିଦେବ, ଯଦି 3ଟା ଯାକ ସମାନ ହେଇଥିବ ତାହେଲେ ସମବାହୁ, ଯଦି ଯୋଡ଼େ ସମାନ ହେଇଥିବ ସମଦ୍ୱିବାହୁ, ଯଦି ଆମର କ'ଣ ହେଇଥିବ 3ଟା ଯାକ ଅସମାନ ହେଇଥିବ ତାହେଲେ ସେ ହେଲା ବିଷମବାହୁ। ନହେଲେ ଯଦି ତମେ ଆମେ ଦେଖିବ ସମକୋଣୀ ତ୍ରିଭୁଜ ପାଇଁ ଯଦି କର୍ଣ୍ଣର ବର୍ଗ ଇଜିକାଲ୍ ଟୁ ଏଇଟାର ବର୍ଗ ପ୍ଲସ୍ ଏଇଟାର ବର୍ଗ ହଉଥିବ ସମ୍ପର୍କରେ, ତାହେଲେ ସମକୋଣୀ ତ୍ରିଭୁଜ ହବ, ନହେଲେ ହବନି। ତ ଏଥିରୁ ପଡ଼ିପାରେ। ଆଉ ନହେଲେ କିଛି ଏଇଥିରୁ ଏମିତି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ନାହିଁ। ଗୋଟେ ହେଲା ଆମର 15 ନମ୍ବରଟା ଦେଖିଥିବ ଟିକେ। ନେକ୍ସଟ ହେଲା ତାପରେ ଅନ୍ତର୍ବିଭାଜନ ସୂତ୍ର। ଅନ୍ତର୍ବିଭାଜନରେ ଏଇଥିରୁ ମଧ୍ୟବିନ୍ଦୁ ନିର୍ଣ୍ଣୟ କରିବା ପାଇଁ ସର୍ଟ ଟାଇପ୍ ଗୋଟେ, ମଧ୍ୟବିନ୍ଦୁ ନିର୍ଣ୍ଣୟ କରିବା ପାଇଁ ଆମର ସର୍ଟ ଟାଇପ୍ ଗୋଟେ ନିହାତି ପଡ଼ିବ, MCQ 100% ପଡ଼ିବ। ତାପରେ ଦେଖିବା ଏଇଥିରେ ହେଉଛି 11 ନମ୍ବରକୁ ବେସ୍ କରିକି ପ୍ରଶ୍ନ ଡାଇରେକ୍ଟ ପଡ଼ିବ, ସର୍ଟ ଟାଇପ୍ ପଡ଼ିପାରେ। 10 ନମ୍ବର, 9 ନମ୍ବର, ତାପରେ ଆର ଗୋଟେ ହେଲା 18 ନମ୍ବର, 19 ନମ୍ବର, 17 ନମ୍ବର, ଆଉ ଗୋଟେ ମୋଷ୍ଟ ଇମ୍ପୋର୍ଟାଣ୍ଟ 20 ନମ୍ବର। ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଲା ପିଲାମାନେ ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଲା ପିଲାମାନେ 20 ନମ୍ବର। ଠିକ୍ ଅଛି। ତାପରେ ଯିବା ଆମେ 6C, ତ୍ରିଭୁଜର କ୍ଷେତ୍ରଫଳ ସୂତ୍ର। ତ୍ରିଭୁଜର କ୍ଷେତ୍ରଫଳ ଏଠି ଦେଇଛି, ତ୍ରିଭୁଜର କ୍ଷେତ୍ରଫଳ ମନେ ରଖିବ। ଯଦି ଏଇଟା 0 ହେଉଥିବା ଭ୍ୟାଲୁ ତାହେଲେ 3ଟା ସରଳରେଖାରେ ରହିବେ। ଯିବା ଆଗକୁ, ଏଇ ସରଳରେଖା ପାଇଁ ଗୋଟେ ତ୍ରିଭୁଜର କ୍ଷେତ୍ରଫଳ 0 ମାନେ ସରଳରେଖା ରହିବା ପାଇଁ ତ୍ରିଭୁଜର କ୍ଷେତ୍ରଫଳ ନିର୍ଣ୍ଣୟ କରିବା ପାଇଁ ସର୍ଟ ଟାଇପ୍ MCQ ପଡ଼ିବ ମୁଁ କହିଛି। ତାର ମଧ୍ୟ ମୁଁ ମାନେ ଭିଡ଼ିଓ ମୋର ଆଣିଥିଲି ହେଲା। ଦେଖିବ ପିଲାମାନେ ଏଠି ତ୍ରିଭୁଜର କ୍ଷେତ୍ରଫଳ ବାହାର କରିବା ପାଇଁ ସୂତ୍ର ଦେଇଥିବ, ନହେଲେ ହେଲା ସରଳରେଖାର ଅବସ୍ଥିତ ରହିବା ପାଇଁ ପଚାରି ପାରିବ। ଗୋଟେ ପ୍ରାକ୍ଟିସ୍, ସବୁଥିରୁ ଗୋଟେ ପ୍ରାକ୍ଟିସ୍ କରିଦେବ, କିଛି ଅସୁବିଧା ନାହିଁ। ଆଉ ଗୋଟେ ହେଲା ଏଠି ସବୁ ଭେରି ଇମ୍ପୋର୍ଟାଣ୍ଟ ହେଲା 18, 17, 15, ଏଇଟା ସରଳରେଖାର ଅବସ୍ଥିତ ହେଲେ ଏଇଟା କ'ଣ ରହିବ। ଠିକ୍ ଅଛି ପିଲାମାନେ। ଆଉ ମୁଁ ସବୁଥିରେ ତ ମୁଁ ସର୍ଟ ଟାଇପ୍ କହିଲି, ଜ୍ୟାମିତିରେ ମଧ୍ୟ ମୁଁ ଆଣିବି, କିନ୍ତୁ ମୋର ଟିକେ ଟ୍ରେନିଂ ଚାଲିଥିବାରୁ ମୁଁ ଟିକେ ସମୟ ଦେଇପାରୁନି। ତୁମେମାନେ ପଢ଼ାପଢ଼ି ଲାଗିପଡ଼, ଯାହା କିଛି ଅସୁବିଧା ହୁଅନ୍ତା କମେଣ୍ଟ ମାଧ୍ୟମରେ ଜଣାଇବ। ତାପରେ ଟିକେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କର, ଯାହାଫଳରେ ଏ ଭିଡ଼ିଓ ସମସ୍ତଙ୍କ ପାଖରେ ପହଞ୍ଚିପାରିବ, ପିଲାମାନଙ୍କର କିଛି ଉପକାର ମଧ୍ୟ ପାଇପାରିବେ। ଠିକ୍ ଅଛି, ରହିଲି ପିଲାମାନେ, ବେଷ୍ଟ ଅଫ୍ ଲକ୍।